ସାର୍ ଆପଣଙ୍କର ପରିଚୟଟା ସାର୍ ନିରଞ୍ଜନ ପାଣିଗ୍ରାହୀ। ମାନେ ଆପଣ ଜୟପୁର ପ୍ଲେସମେଣ୍ଟକୁ କେମିତି ଆସିଲେ ଆଜ୍ଞା? ଆଜ୍ଞା ମୋତେ ଜଣେ ସାଙ୍ଗ ଲୋକ କହିଲେ ଯେ ଏମିତି ତାଙ୍କ ସହିତ ମିଶନ୍ତୁ, ତାଙ୍କ ବାଧ୍ୟରୁ ତୁମକୁ ଚାକିରି ଦେବାକୁ କହିଲେ, ସେଥିପାଇଁ ସେଇ ବିଶ୍ୱାସ କରିକି ମୁଁ ଆସିଲି ଆଜ୍ଞା। ଜୟପୁର ପ୍ଲେସମେଣ୍ଟକୁ ଆସିଲା ପୂର୍ବରୁ ଆପଣ କେଉଁଠି କାମ କରୁଥିଲେ? ତାମିଲନାଡ଼ୁରେ ପ୍ରାୟ 35 ବର୍ଷ ମୁଁ କାମ କରୁଥିଲି ଆଜ୍ଞା। ମୁଁ ଏଠିକି ବୟସ ହେଲା ତଳକୁ ମୁଁ ବାହାର ନିଜ ଗାଁକୁ, ତାପରେ ମୋତେ ସାଙ୍ଗ ଲୋକ କହିଲା ତାର ମୁଁ ତୁମ ପାଖକୁ ଆସିଲି, ଆଗ ପାଖକୁ ଆସିଲି, ଆଗ ମୋତେ ଚାକିରି ଦେବାକୁ ମୋତେ ଦେଖେଇଲେ ଆଜ୍ଞା। ସାର୍ ଏବେ ଯେଉଁ ଚାକିରି ମାନେ କରୁଛନ୍ତି, ଆପଣ ଯେଉଁ ଡିମାଣ୍ଡ କରିଥିଲେ ସେ ସେମ୍ ଜବ୍ ପ୍ରୋଫାଇଲ୍ ଜୟପୁର ପ୍ଲେସମେଣ୍ଟ ଆପଣଙ୍କୁ ଦେଲା କି? ଦେଲେ ଆଜ୍ଞା। ମୁଁ ଯେଉଁଟା ଭାବୁଥିଲି ମୋତେ ସେ ସାଟିସ୍ଫାଏ ଆଜ୍ଞା। ଓକେ। ମୋତେ ଭଲ, ମୋର 55 ବୟସ ହେଲାଣି ଏବେ ବର୍ତ୍ତମାନ। ସେ ବୟସରେ ମୋତେ ଚାକିରି ଦେଲାକୁ ମୁଁ ପ୍ଲେସମେଣ୍ଟ ଆଜ୍ଞାକୁ ମୁଁ ବହୁତ ଧନ୍ୟବାଦ ଦେଉଛି ଆଜ୍ଞା। ସାର୍ ଏବେ ଯେଉଁ ପିଲା ଆପଣଙ୍କର ଯେଉଁ ନ୍ୟୁ ଜେନେରେସନ୍କୁ ଆପଣ କ'ଣ ମାନେ ସଜେସନ୍ ଦେବେ? ଯେତେ ଲୋକ ପ୍ଲେସମେଣ୍ଟ ଯେତେ ଲୋକ ଆପ୍ଲାଏ କରୁଛନ୍ତି, ଯେତେ ଲୋକ ବେକାର ମାନେ ଚାକିରି ନଥାନ୍ତି ବୁଲୁଛନ୍ତି, ସେମାନେ ସମସ୍ତେ ପ୍ଲେସମେଣ୍ଟ ସେଠିକି ଆସିକି ତାଙ୍କ ସହିତ ଯୋଗାଯୋଗ କରିକି ତାଙ୍କେ ଚାକିରି ପାଇବା ପାଇଁ ତାଙ୍କେ ଯୋଗଦାନ କରୁଛନ୍ତି, ଦେବେ ମୋର ଆଶା ଅଛି। ଧନ୍ୟବାଦ ଆଜ୍ଞା।